ପଣ୍ଡିତ ଓ ସାଧୁସଂଘ। ପୂର୍ବରୁ ସୂଚିତ ହୋଇଛି ଯେ ରାଣୀ ରାସମଣୀଙ୍କ ମୃତ୍ୟୁ ପରେ ମଥୁରା ବାବୁ ଠାକୁରଙ୍କ ସେବାଧିକାର ପୂର୍ଣ୍ଣାୟ ଲାଭ କରି ଧନ୍ୟ ହୋଇଥିଲେ ଏବଂ ସେତେବେଳେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ଜଗଦମ୍ବାଙ୍କ ପୂଜା ପଦ୍ଧତିରେ ସାମାନ୍ୟତମ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇନଥିଲା। ମଥୁରା ବାବୁ ସେତେବେଳକୁ ସମ୍ପୂର୍ଣ୍ଣ ଭାବରେ ରାମକୃଷ୍ଣ ଗତପ୍ରାଣ ହୋଇଯାଇଥିଲେ। ସୁତରାଂ ଠାକୁରାଣୀଙ୍କ ପୂଜା ପଦ୍ଧତିରେ ନିୟମିତ ବ୍ୟୟ କରିବାରେ କୁଣ୍ଠିତ ହେବା ଦୂରେ ଥାଉ, ବରଂ ଅନେକ ସମୟରେ ଠାକୁରଙ୍କ ନିର୍ଦ୍ଦେଶରେ ଅଧିକ ଅର୍ଥ ବ୍ୟୟ ମଧ୍ୟ କରୁଥିଲେ। ରାଣୀ ରାସମଣୀଙ୍କ କାଳୀବାଡ଼ିର ଅଦ୍ଭୁତ ଆତିଥ୍ୟତାର ଖ୍ୟାତି ସାଧୁଭକ୍ତମାନଙ୍କ ଭିତରେ ସର୍ବତ୍ର ପ୍ରଚାରିତ ହୋଇଯାଇଥିଲା। ସେ ନିଜେ ବଞ୍ଚିଥିଲା ବେଳେ ମଧ୍ୟ ବହୁ ପରିବ୍ରାଜକ, ତୀର୍ଥଯାତ୍ରୀ ଏବଂ ଗୁଣାମାନ ବିଶିଷ୍ଟ ଯୋଗୀ ସନ୍ନ୍ୟାସୀ ଦକ୍ଷିଣେଶ୍ୱର ଆସି ଏହି ସଦାବ୍ରତ କାଳୀବାଡ଼ିରେ କିଛିଦିନ ବିଶ୍ରାମ ନେଉଥିଲେ। ବର୍ତ୍ତମାନ ଏହାର ସୁଖ୍ୟାତି ଆହୁରି ବଢ଼ିଗଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏଠାକୁ ସବୁ ସମ୍ପ୍ରଦାୟର ସାଧୁ ସନ୍ନ୍ୟାସୀ ଓ ଭକ୍ତ ଆସୁଥିଲେ ଏବଂ ମଥୁରା ବାବୁଙ୍କ ଆତିଥ୍ୟତାରେ ସନ୍ତୁଷ୍ଟ ହୋଇ ଓ ଠାକୁରଙ୍କ ଅଲୌକିକ ବ୍ୟକ୍ତିତ୍ୱର ସଂସ୍ପର୍ଶରେ ଆସି ସେମାନେ କୃତକୃତ୍ୟ ଚିତ୍ତରେ ଏଠାରୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ସେହି ସମୟର କଥା କହିବାକୁ ଯାଇ ଠାକୁର ପରେ ବହୁ ଥର କହିଛନ୍ତି, ସେତେବେଳେ ଏକ ସମୟରେ ଗୋଟିଏ ପ୍ରକାର ସାଧୁଙ୍କର ଭିଡ଼ ଜମି ଯାଉଥିଲା। ଏକଦା ବହୁ ପରମହଂସ ସନ୍ନ୍ୟାସୀ ଆସିବାକୁ ଲାଗିଲେ। ପେଟ ବିକଳ ବୈରାଗୀ ଦଳ କିନ୍ତୁ ଏଠାକୁ ବେଶୀ ଆସୁନଥିଲେ। ସବୁ ଭଲ ଲୋକଙ୍କର ଭିଡ଼ ହେଉଥିଲା। ନିଜର ଘର ଦେଖାଇ ଏହି ଘରେ ଦିନରାତି ସେମାନଙ୍କ ଭିଡ଼ ଲାଗିଥିଲା। ଆଉ ଦିନରାତି କେବଳ ବ୍ରହ୍ମ ଓ ମାୟାର ସ୍ୱରୂପ, ଅସ୍ଥି, ଭାତି, ପ୍ରିୟ ଏସବୁ ବେଦାନ୍ତ ବିଷୟରେ କଥା ହେଉଥିଲା। ସେ ଯୁବକ ଭକ୍ତମାନଙ୍କୁ ପୁଣି କହୁଥିଲେ, କେଶବ ସେନ ଏଠାକୁ ଆସିବା ପରଠାରୁ ତୁମମାନଙ୍କ ଭଳି ୟଙ୍ଗ ବେଙ୍ଗଲ ଦଳ ହିଁ ଏଠାକୁ ଆସିବା ଆରମ୍ଭ କରିଦେଲେ। ଆଗେ ଏଠାକୁ କେତେ ଯେ ସାଧୁସନ୍ଥ, ତ୍ୟାଗୀ, ସନ୍ନ୍ୟାସୀ, ବୈରାଗୀ ବାବାଜୀ ସବୁ ଆସୁଥିଲେ, ତାହା ତୁମେମାନେ କିପରି ଜାଣିବ? ରେଳ ହେବା ପରଠାରୁ ସେମାନେ ଆଉ ଏପଟେ ଆସନ୍ତେ ନାହିଁ। ଏ ସମ୍ପର୍କରେ ଗୋଟିଏ ବିଶେଷତ୍ୱ ହେଉଛି ଯେ ଠାକୁରଙ୍କ ନିକଟକୁ କେବଳ ଗୋଟିଏ ମତବାଦର ବା ଗୋଟିଏ ମାର୍ଗର ସାଧକବୃନ୍ଦ ଆସୁନଥିଲେ। ବିଭିନ୍ନ ମତର ସାଧକ ତାଙ୍କ ପାଖକୁ ଆସିବାର ମୁଖ୍ୟ କାରଣ ହେଲା, ଠାକୁର ନିଜେ ସବୁ ପ୍ରକାର ମାର୍ଗରେ ଓ ସବୁ ପ୍ରକାର ମତାଦର୍ଶକୁ ଅବଲମ୍ବନ କରି ଈଶ୍ୱରୀୟ ଭାବର ସମ୍ୟକ ଉପଲବ୍ଧି କରିଥିଲେ। ସେସବୁ ପଥର ସମ୍ବାଦ ତାଙ୍କୁ ବିଶେଷ ଭାବରେ ଜଣାଥିଲା ଓ ସେ ତାହା ଅନ୍ୟକୁ କହିଦେଇ ପାରୁଥିଲେ। ପ୍ରତ୍ୟେକ ସାଧକ ଠାକୁରଙ୍କ ଦିବ୍ୟ ସଙ୍ଗ ଗୁଣରେ ନିଜ ନିଜ ପଥରେ ଅଧିକତର ଅଗ୍ରସର ହୋଇପାରୁଥିଲେ ଏବଂ ଏହି ପଥ ଦେଇ ଚାଲିଲେ ଯେ ଦିନେ ନା ଦିନେ ନିଶ୍ଚୟ ଈଶ୍ୱର ଲାଭ ହୋଇପାରିବ, ଏହା ମଧ୍ୟ ଧ୍ରୁବ ସତ୍ୟ ବୋଲି ବୁଝିପାରୁଥିଲେ। ସେତେବେଳେ ଦକ୍ଷିଣେଶ୍ୱରକୁ ଯେଉଁ ସବୁ ସାଧକ ପଣ୍ଡିତ ଠାକୁରଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ଭିତରୁ କେହି ପୁଣି ଭକ୍ତିର ଆତିଶଯ୍ୟରେ ଠାକୁରଙ୍କ ନିକଟରୁ ଦୀକ୍ଷା ଏବଂ ସନ୍ନ୍ୟାସ ପର୍ଯ୍ୟନ୍ତ ନେଇ ଦକ୍ଷିଣେଶ୍ୱର ଛାଡ଼ିଥିଲେ। ସେମାନଙ୍କ ମଧ୍ୟରେ ପଣ୍ଡିତ ନାରାୟଣ ଶାସ୍ତ୍ରୀ ଅନ୍ୟତମ। ନାରାୟଣ ଶାସ୍ତ୍ରୀ ପ୍ରାଚୀନ ଯୁଗରେ ନିଷ୍ଠାବାନ ବ୍ରହ୍ମଚାରୀଙ୍କ ଭଳି ଗୁରୁଗୃହରେ ଅବସ୍ଥାନ କରି ଏକାଦିକ୍ରମେ 25 ବର୍ଷ ସ୍ୱାଧ୍ୟାୟ ବା ନ୍ୟାୟଶାସ୍ତ୍ର ପାଠ କରିଥିଲେ। 7 ବର୍ଷ କାଳ ନବଦ୍ୱୀପରେ ରହି ନ୍ୟାୟଶାସ୍ତ୍ର ପଢ଼ା ଶେଷ କରିଥିଲେ। ତାପରେ ସେ ଆସିଥିଲେ ଦକ୍ଷିଣେଶ୍ୱର ଏବଂ ସେଠାରେ ସେ ଠାକୁରଙ୍କ ଦର୍ଶନ ଓ ସ୍ପର୍ଶ ଲାଭ କଲେ। ସେଥିରେ ତାଙ୍କର ମନ ଏପରି ପରିପ୍ଲୁତ ହୋଇଗଲା ଯେ ସେ ସେଠାରେ କିଛିଦିନ ରହିଗଲେ। କ୍ରମେ ଠାକୁରଙ୍କ ସହିତ ତାଙ୍କର ଯେତିକି ପରିଚୟ ବଢ଼ିବାକୁ ଲାଗିଲେ, ସେତିକି ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ, ତାଙ୍କୁ ସେତିକି ଭଲ ପାଇ ବସିଲେ। ଠାକୁରଙ୍କ ପ୍ରତି ଅନୁରାଗ କ୍ରମେ ପ୍ରବଳ ଭକ୍ତିଭାବରେ ପରିଣତ ହୋଇଗଲା ଏବଂ ଏହି ମହାନ ପୁରୁଷଙ୍କୁ ଆହୁରି ଅଧିକ ଭାବରେ ଜାଣିବାକୁ ବୁଝିବାକୁ ଶାସ୍ତ୍ରୀଙ୍କ ମନରେ ଗଭୀର ଇଚ୍ଛା ଜାଗ୍ରତ ହେଲା। ଦିନ ପରେ ଦିନ ବିତି ଯାଉଥାଏ। ଏଣେ ଠାକୁରଙ୍କ ଦିବ୍ୟ ସଙ୍ଗଲାଭ ଫଳରେ ଶାସ୍ତ୍ରୀଙ୍କ ଚିତ୍ର ବୈରାଗ୍ୟ ଓ ବ୍ୟାକୁଳତା ବୃଦ୍ଧି ପାଉଥାଏ। ପାଣ୍ଡିତ୍ୟ, ଭେମନା, ପ୍ରତିଷ୍ଠା, ଯଶ ଇତ୍ୟାଦି ସମସ୍ତ ବାସନା ତାଙ୍କ ମନ ଭିତରୁ ଅନ୍ତର୍ନିହିତ ହୋଇଗଲା। ଅତ୍ୟଧିକ ଦୀନ ଭାବରେ ଶିଷ୍ୟଟିଏ ଭଳି ଶାସ୍ତ୍ରୀ ଯେ ଠାକୁରଙ୍କ ପାଖରେ ରହିଥାନ୍ତି, ଠାକୁରଙ୍କ ଶ୍ରୀମୁଖରୁ ଅମୃତମୟୀ ବାକ୍ୟ ଭଳି ଏକାଗ୍ର ଚିତ୍ତରେ ଶ୍ରବଣ କରି ବେଳେବେଳେ ଭାବନ୍ତି, ଉପନିଷଦକାର କହିଛନ୍ତି ଯେ ଏତଦୃଶ ମହାପୁରୁଷ ସିଦ୍ଧ ସଂକଳ୍ପ ହୋଇଥାନ୍ତି। ଏହାଙ୍କର ଠିକ୍ ରୂପ ଲାଭ କରିପାରିଲେ ମନୁଷ୍ୟର ସଂସାର ବାସନା ବିଦୂରିତ ହୋଇଯାଏ ଏବଂ ବ୍ରହ୍ମଜ୍ଞାନର ଉଦୟ ହୁଏ। ମୁଁ ଭଲା କାହିଁକି ଏହାଙ୍କର ଶରଣାପନ୍ନ ନ ହେବି? ସୁଯୋଗ ଖୋଜି ଦିନେ ଶାସ୍ତ୍ରୀଜୀ ଠାକୁରଙ୍କ ନିର୍ଜନରେ ପାଇଁ ନିଜ ମନୋଭାବ ପ୍ରକାଶ କଲେ ଏବଂ ନଛାଡ଼ବନ୍ଦ ହୋଇ ତାଙ୍କୁ ଧରି ବସିଲେ, ମୋତେ ନିଶ୍ଚୟ ସନ୍ନ୍ୟାସ ଦୀକ୍ଷା ଦେବାକୁ ହେବ। ଠାକୁର ମଧ୍ୟ ତାଙ୍କ ଆକୃତ ଶଯ୍ୟାରେ ସମ୍ମତ ହୋଇ ଶୁଭ ଦିନରେ ତାଙ୍କୁ ସେହି ଦୀକ୍ଷା ପ୍ରଦାନ କଲେ। ସନ୍ନ୍ୟାସ ଗ୍ରହଣ ପରେ ଶାସ୍ତ୍ରୀଜୀ ଆଉ କାଳୀବାଡ଼ିରେ ରହିଲେ ନାହିଁ। ବଶିଷ୍ଠାଶ୍ରମରେ ବସି ସିଦ୍ଧକାମ ନ ହେବା ପର୍ଯ୍ୟନ୍ତ ବ୍ରହ୍ମଲାଭ ଦୃଢ଼ ଚେଷ୍ଟାରେ ପ୍ରାଣପାତ କରିବେ ବୋଲି ସ୍ପଷ୍ଟ ଭାବେ ଠାକୁରଙ୍କୁ ନିଜର ମନୋଭାବ ଜଣାଇଦେଲେ। ତାପରେ ସଜଳ ନୟନରେ ତାଙ୍କର ଆଶୀର୍ବାଦ ଭିକ୍ଷା କରି ତାଙ୍କର ଶ୍ରୀଚରଣ ବନ୍ଦନା କରି ଚିରଦିନ ଲାଗି ଦକ୍ଷିଣେଶ୍ୱର ପରିତ୍ୟାଗ କରି ବାହାରିଗଲେ। ସେଦିନଠାରୁ ନାରାୟଣ ଶାସ୍ତ୍ରୀଙ୍କ ସମ୍ବନ୍ଧରେ କୌଣସି ସମ୍ବାଦ ମିଳିଲା ନାହିଁ। ଆଉ ଜଣେ ଭକ୍ତ ପଦ୍ମଲୋଚନ ମଧ୍ୟ ଠାକୁରଙ୍କ ଦିବ୍ୟ ବିଭୂତି ସମ୍ପର୍କରେ ପରିଚୟ ପାଇ ସେ କହୁଥିଲେ ଯେ, ମୁଁ ମଧ୍ୟ ସବୁ ପଣ୍ଡିତଙ୍କୁ ଡାକି ସଭା କରିବି ଏବଂ ସମସ୍ତଙ୍କୁ କହିବି ଯେ ତୁମେ ଈଶ୍ୱରଙ୍କ ଅବତାର। ମୋ କଥା କିଏ କାଟିପାରିବ ଦେଖିବି। ମଥୁରା ବାବୁ ଥରେ ଅନ୍ୟ କାରଣରୁ କେତେକ ପଣ୍ଡିତଙ୍କୁ ଡାକି ଦକ୍ଷିଣେଶ୍ୱରରେ ଏକ ସଭାର ଆୟୋଜନ କରିଥିଲେ। ମଥୁରା ବାବୁଙ୍କ ଆହୁତ ସଭାକୁ କିନ୍ତୁ ପଣ୍ଡିତଜୀ ଯାଇପାରିନଥିଲେ। ସେ ସଭା ଆହୁତ ହେବା ପୂର୍ବରୁ ତାଙ୍କର ଶାରୀରିକ ଅସୁସ୍ଥତା ବିଶେଷ ବୃଦ୍ଧି ପାଇଥିଲା ଏବଂ ସଜଳ ନୟନରେ ଠାକୁରଙ୍କ ନିକଟରୁ ବିଦାୟ ଗ୍ରହଣ କରି କାଶୀଧାମକୁ ଗମନ କରିଥିଲେ। ଶୁଣାଯାଏ ସେଠାରେ ଅଳ୍ପ ଦିନ ରହିବା ପରେ ଶରୀର ତ୍ୟାଗ କରିଥିଲେ। ପଦ୍ମଲୋଚନ ବ୍ୟତୀତ ଆହୁରି ଅନେକ ଖ୍ୟାତନାମା ପଣ୍ଡିତଙ୍କ ସଙ୍ଗେ ଠାକୁରଙ୍କ ସମୟ ସମୟରେ ସାକ୍ଷାତ ହୋଇଥିଲା।
ଆର୍ଯ୍ୟ ମତର ପ୍ରବର୍ତ୍ତକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଯେତେବେଳେ ବଙ୍ଗଦେଶ ଭ୍ରମଣରେ ଆସିଥିଲେ, କଲିକତାର ଉତ୍ତର ପ୍ରାନ୍ତରରେ ବରାହନଗରରେ ସିଟି ନାମକ ପଲ୍ଲୀରେ ଜନୈକ ଭଦ୍ରବ୍ୟକ୍ତିଙ୍କ ଉଦ୍ୟାନରେ ସେତେବେଳେ ସେ ଅବସ୍ଥାନ କରୁଥିଲେ। ଠାକୁର ଥରେ ସେଠାକୁ ଯାଇ ତାଙ୍କ ସଙ୍ଗେ ଦେଖା କରିଥିଲେ। ଦୟନାରାୟଣ ପଣ୍ଡିତଙ୍କ ସମ୍ବନ୍ଧରେ ଠାକୁର କହୁଥିଲେ, ସେ ଏତେ ବଡ଼ ପଣ୍ଡିତ, ମାତ୍ର ଟିକିଏ ହେଲେ ଅହଙ୍କାର ନଥିଲା। ଆଉ ମଧ୍ୟ ଓଡ଼ିଆବାସୀ ନିବାସୀ କୃଷ୍ଣକିଶୋର ଭଟ୍ଟାଚାର୍ଯ୍ୟଙ୍କ ଶ୍ରୀରାମଚନ୍ଦ୍ର ମୂର୍ତ୍ତି ପରମ ଭକ୍ତିର କଥା ମଧ୍ୟ ଠାକୁର ବହୁ ସମୟରେ ଉଲ୍ଲେଖ କରୁଥିଲେ। ଏହିସବୁ ସାଧକମାନଙ୍କ ବ୍ୟତୀତ ମହର୍ଷି ଦେବେନ୍ଦ୍ରନାଥ, ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, କାଲନାର ଭଗବାନ ଦାସ ବାବାଜୀ ପ୍ରଭୃତିଙ୍କୁ ମଧ୍ୟ ଠାକୁର ଦେଖା କରି ଯାଇଥିଲେ। ମହର୍ଷି ଦେବେନ୍ଦ୍ରନାଥଙ୍କ ଉଦାର ଭକ୍ତି, ଈଶ୍ୱରଚନ୍ଦ୍ରଙ୍କ କର୍ମଯୋଗପରାୟଣତା ଓ ଭଗବାନ ଦାସ ବାବାଜୀଙ୍କର ଆଧ୍ୟାତ୍ମିକତା ଦର୍ଶନ କରି ସେ ମୁଗ୍ଧ ହୋଇଥିଲେ। 1864 ଖ୍ରୀଷ୍ଟାବ୍ଦର କଥା। ଜଟାଧାରୀ ନାମକ ଜଣେ ରାମଭକ୍ତ ବାବାଜୀ ଦକ୍ଷିଣେଶ୍ୱରରେ ଆସି ପହଞ୍ଚିଲେ। ତାଙ୍କ ପାଖରେ ଥିଲା ଭଗବାନ ରାମଚନ୍ଦ୍ରଙ୍କର ବାଳକ ମୂର୍ତ୍ତି। ଏହି ମୂର୍ତ୍ତିଟିକୁ ସେ ପ୍ରାଣଭରି ଭଲ ପାଉଥିଲେ ଏବଂ ଏହି ମୂର୍ତ୍ତିର ବହୁକାଳ ସେବା ଓ ଆରାଧନା କରିବା ଫଳରେ ତାଙ୍କର ମନ ଭାବରାଜିରେ ବୁଡ଼ି ରହୁଥିଲା ଓ ତାଙ୍କର ଚେତନା ଅନ୍ତର୍ମୁଖ ଓ ତନ୍ମୟାବସ୍ଥା ମଧ୍ୟ ପ୍ରାପ୍ତ ହୋଇଥିଲା। ରାମଲାଲଙ୍କ ସେବାରେ ନିଯୁକ୍ତ ଜଟାଧାରୀ ଯେ ବାଳକ ରାମଚନ୍ଦ୍ରଙ୍କର ନବଘନ ମୂର୍ତ୍ତି ସଦାସର୍ବଦା ଦର୍ଶନ ଲାଭ କରୁଥିଲେ, ଏ ବିଷୟରେ ସେ କାହାରିଙ୍କଠାରେ ପ୍ରକାଶ କରୁନଥିଲେ। ଲୋକେ ଦେଖୁଥିଲେ, ସେ ଗୋଟିଏ ଧାତୁ ନିର୍ମିତ ବାଳ ବିଗ୍ରହଙ୍କର ସେବା ଅପୂର୍ବ ନିଷ୍ଠା ସହିତ ସବୁ ସମୟରେ ସମ୍ପାଦନ କରିଥାନ୍ତି। ଭାବରାଜ୍ୟରେ ଅଦ୍ୱିତୀୟ ଅଧୀଶ୍ୱର ଠାକୁରଙ୍କ ଦୃଷ୍ଟି କିନ୍ତୁ ତାଙ୍କ ସହିତ ପ୍ରଥମ ସାକ୍ଷାତକାର ସ୍ଥୂଳ ଯବନିକାର ଅନ୍ତରାଳ ଭେଦ କରି ଅନ୍ତରର ଗୂଢ଼ ରହସ୍ୟ ଅବଧାରଣା କରିଥିଲା। ସେଥିପାଇଁ ପ୍ରଥମ ଦର୍ଶନରୁ ହିଁ ସେ ଜଟାଧାରୀଙ୍କ ପ୍ରତି ସଦାସମ୍ପନ୍ନ ହୋଇ ଉଠିଥିଲେ ଏବଂ ତାଙ୍କର ପ୍ରয়োଜନୀୟ ଦ୍ରବ୍ୟ ସମୂହ ଅତି ଆନନ୍ଦରେ ପ୍ରଦାନ କରି ତାଙ୍କ ନିକଟରେ ପ୍ରତିଦିନ ବହୁ କ୍ଷଣ ବସି ତାଙ୍କର ସେବା ଭକ୍ତିର ସହିତ ନିରୀକ୍ଷଣ କରୁଥିଲେ। ଜଟାଧାରୀ ଶ୍ରୀରାମଚନ୍ଦ୍ରଙ୍କର ଯେଉଁ ଭାବଘନ ଦିବ୍ୟ ମୂର୍ତ୍ତିର ଦର୍ଶନ ସର୍ବକ୍ଷଣ ପାଉଥିଲେ, ସେହି ମୂର୍ତ୍ତିର ଦର୍ଶନ ପାଇଥିଲେ ବୋଲି ସେ ଠାକୁର ଏପରି କରୁଥିଲେ, ଏକଥା ଆମେ ଅନ୍ୟତ୍ର କହିଛୁ। ଏପରି ଜଟାଧାରୀଙ୍କ ସହିତ ଠାକୁରଙ୍କର ସମ୍ବନ୍ଧ କ୍ରମେ ବିଶେଷ ଶ୍ରଦ୍ଧାପୂର୍ଣ୍ଣ ଓ ଘନିଷ୍ଠ ହୋଇ ଉଠିଥିଲା। ଦକ୍ଷିଣେଶ୍ୱର ଆସିବା ପୂର୍ବରୁ ସେ ଅନୁଭବ କରୁଥିଲେ ଯେ ଶ୍ରୀରାମଚନ୍ଦ୍ରଙ୍କର ଜ୍ୟୋତିଘନ ବାଳ ବିଗ୍ରହ ସତକୁ ସତ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ତାଙ୍କର ଭକ୍ତିପୂତ ସେବା ଗ୍ରହଣ କରୁଛନ୍ତି। ଭାବରାଜ୍ୟର ଅଦ୍ୱିତୀୟ ଅଧୀଶ୍ୱର ଠାକୁରଙ୍କର ଦୃଷ୍ଟି ଯେତେବେଳେ ତାଙ୍କ ଉପରେ ପଡ଼ିଲା, ସେ ପ୍ରଥମ ସାକ୍ଷାତରେ ସ୍ଥୂଳ ଯବନିକାର ଅନ୍ତରାଳ ଭେଦ କରି ତାଙ୍କ ଅନ୍ତରର ଗୂଢ଼ ରହସ୍ୟ ଠାକୁରଙ୍କ ଆଗରେ ଧରା ପଡ଼ିଥିଲା। ଠାକୁର କହୁଥିଲେ, ସେ ବାବାଜୀ ଏହି ମୂର୍ତ୍ତିଟିର ଚିରକାଳ ସେବା କରିଥିଲେ। ଯେଉଁଆଡ଼େ ଯାଉଥିଲେ ତାଙ୍କୁ ସାଙ୍ଗରେ ଧରି ଯାଉଥିଲେ। ଯାହା ଭିକ୍ଷା ସ୍ୱରୂପ ପାଉଥିଲେ, ରାନ୍ଧିବାଢ଼ି ତାହା ଭୋଗ ସ୍ୱରୂପ ଅର୍ପଣ କରୁଥିଲେ। କେବଳ ସେତିକି ନୁହେଁ, ସେ ଦେଖିପାରୁଥିଲେ ଯେ ରାମଲାଲ ସତକୁ ସତ ଖାଉଛନ୍ତି କିମ୍ବା କୌଣସି ଗୋଟିଏ ଜିନିଷ ଖାଇବାକୁ ଇଚ୍ଛା କରୁଛନ୍ତି, କୁଆଡ଼େ ବୁଲିଯିବାକୁ ଇଚ୍ଛା କରୁଛନ୍ତି, ଅଳି କରୁଛନ୍ତି, ଏପରି ନାନା ଲୀଳା କରୁଛନ୍ତି। ସେ ବାବାଜୀ ମୂର୍ତ୍ତିଟିକୁ ନେଇ ସର୍ବଦା ଆନନ୍ଦରେ ମତବିଭୋର ହୋଇ ରହୁଥିଲେ। ମୁଁ ମଧ୍ୟ ଦେଖିପାରୁଥିଲି ଯେ ସତକୁ ସତ ରାମଲାଲ ଏଭଳି ସବୁ କରୁଛି। ମୁଁ ସେଥିପାଇଁ ସେ ବାବାଜୀଙ୍କ ପାଖରେ 24 ଘଣ୍ଟା ବସି ରହୁଥିଲି ଆଉ ରାମଲାଲକୁ ଦେଖୁଥିଲି। ଦିନ ପରେ ଦିନ ଯାଉଥାଏ ଏବଂ ରାମଲାଲର ମଧ୍ୟ ମୋ ଉପରେ ପ୍ରୀତି ବଢ଼ି ଯାଇଥାଏ। ମୁଁ ଯେତେବେଳେ ପର୍ଯ୍ୟନ୍ତ ବାବାଜୀଙ୍କ ପାଖରେ ବସି ରହେ, ସେତେବେଳେ ଯାଏଁ ସେ ସେଠାରେ ବେଶ ରହିଥାଏ, ଖେଳ କୌତୁକ କରୁଥାଏ। ଆଉ ମୁଁ ଯେତେବେଳେ ସେଠାରୁ ନିଜ ଘରକୁ ଚାଲିଆସେ, ସେତେବେଳେ ସେ ମଧ୍ୟ ମୋ ସାଙ୍ଗରେ ଚାଲିଆସେ। ମୁଁ ସତକୁ ସତ ଦେଖୁଥିଲି, ଯେପରି ତୁମକୁ ସବୁ ଦେଖୁଛି, ଠିକ୍ ସେହିପରି ଭାବରେ ଦେଖୁଥିଲି। ରାମଲାଲ ମୋ ସାଙ୍ଗରେ ଆସୁ ଆସୁ କେତେବେଳେ ମୋ ଆଗେ ବା କେତେବେଳେ ମୋ ପଛେ ପଛେ ନାଚି ନାଚି ଆସୁଛି, କେତେବେଳେ ବା ମୋ କୋଳରେ ବସିବାକୁ ଅଳି କରୁଛି। କେବେ କେବେ ମୋ କୋଳ ଭିତରେ ତାକୁ ବସାଇଛି, କିନ୍ତୁ ସେ କୋଳରେ ରହି ଖୋଜୁବୁଜୁ ହେଉଛି, ବାହାରକୁ ପଳାଇ ଯିବାକୁ ଛଟପଟ ହେଉଛି। ତା'ର ଇଚ୍ଛା କୋଳରୁ ଖସିଯାଇ ବାହାରେ ଦୌଡ଼ାଦୌଡ଼ି କରିବ, କଣ୍ଟା ବଣରେ ପଶି ଫୁଲ ତୋଳିବ କିମ୍ବା ଗଙ୍ଗା ନଦୀ ଭିତରେ ଯାଇ ପାଣିରେ ଡିଆଁ ଡିଇଁ କରିବ। ଏ ରାମଲାଲଟିର ଅଦ୍ଭୁତ ଆଚରଣ ବିଷୟରେ ଠାକୁର ଆହୁରି ବହୁ କଥା କହିଛନ୍ତି। ଦିନେ ରନ୍ଧାରନ୍ଧି କରିସାରି ରାମଲାଲକୁ ଖୁଆଇ ବସିବା ପାଇଁ ବାବାଜୀ ସବୁ ବଢ଼ାବଢ଼ି କରି ଦେଖିଲା ବେଳକୁ ରାମଲାଲ ନାହିଁ, କୁଆଡ଼େ ଅନ୍ତର୍ଦ୍ଧାନ। ବାବାଜୀଙ୍କ ମନ ଖରାପ ହୋଇଗଲା। ସେ ମୋ ପାଖକୁ ଆସି ଦେଖିଲେ ଯେ ରାମଲାଲ ଏହି ଘରେ ବସି ଖେଳୁଛି। ଏହିପରି ଭାବରେ ଦିନ କଟୁଥାଏ। ସେ ସାଧୁ ଏଠାରେ ବହୁଦିନ ଥିଲେ, କାରଣ ରାମଲାଲ ଠାକୁରଙ୍କୁ ଛାଡ଼ି କୁଆଡ଼େ ଯିବାକୁ ଚାହୁଁନଥିଲା। ଆଉ ସେ ବାବାଜୀ ମଧ୍ୟ ତାଙ୍କର ଚିରକାଳ ଆଦର ଧନ ରାମଲାଲକୁ ଛାଡ଼ି କେଉଁଆଡ଼େ ଯାଇପାରୁନଥିଲେ। ତାପରେ ଦିନେ ବାବାଜୀ ହଠାତ୍ ଆସି ସଜଳ ନୟନରେ କହିଲେ, ରାମଲାଲ ମୋତେ କୃପା କରି ମୋ ପ୍ରାଣର ପିପାସା ମେଣ୍ଟାଇ ମୁଁ ଯେପରି ଚାହିଁଥିଲି ସେ ଭାବରେ ମୋତେ ଦେଖାଦେଇ କହିଛି ଯେ ସେ ଆଉ ଏଠା ଛାଡ଼ି ଅନ୍ୟ କୁଆଡ଼େ ଯିବ ନାହିଁ। ତୁମକୁ ଛାଡ଼ି ସେ ଅନ୍ୟ କେଉଁ ଆଡ଼କୁ ଯିବାକୁ ଚାହୁଁନାହିଁ। ମୋର ମଧ୍ୟ ଆଉ ବର୍ତ୍ତମାନ ମନରେ କିଛି ସନ୍ତାପ ନାହିଁ, କିଛି କଷ୍ଟ ନାହିଁ। ତୁମ ପାଖରେ ସେ ବେଶ ସୁଖରେ ଅଛି, ଆନନ୍ଦରେ ଖେଳାବୁଲା କରୁଛି। ସେତିକି ଦେଖି ମୋ ହୃଦୟ ଆନନ୍ଦରେ ପୂରି ଯାଉଛି। ମୋର ବର୍ତ୍ତମାନ ଏପରି ଅବସ୍ଥା ଯେ ମୁଁ ଭାବୁଛି ତାର ଯେଉଁଥିରେ ସୁଖ, ମୋର ମଧ୍ୟ ସେଥିରେ ଆନନ୍ଦ। ସେଥିପାଇଁ ମୁଁ ବର୍ତ୍ତମାନ ତାକୁ ତୁମ ପାଖରେ ଛାଡ଼ିଦେଇ ଅନ୍ୟତ୍ର ଚାଲି ଯାଉଛି।
ତୁମ ପାଖରେ ସେ ସୁଖରେ ଅଛି। ଏତିକି ଭାବି ସେହି ବିଷୟରେ ଧ୍ୟାନ କରି ମୋତେ ଯଥେଷ୍ଟ ଆନନ୍ଦ ମିଳିବ। ଏହା କହି ସେ ରାମଲାଲକୁ ମୋ ପାଖରେ ଛାଡ଼ିଦେଇ ଏଠାରୁ ବିଦାୟ ନେଇ ଚାଲିଗଲେ। ସେହିଦିନଠାରୁ ରାମଲାଲ ଏଠାରେ ରହିଛି। ପ୍ରସଙ୍ଗକ୍ରମେ କୁହାଯାଇପାରେ ଯେ କୁଳଦେବତା ରଘୁବୀରଙ୍କ ପୂଜା ଓ ସେବାଦି ଯଥାରୀତି ସମ୍ପନ୍ନ କରିବା ନିମନ୍ତେ ଠାକୁର ରାମ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଜଟାଧାରୀଙ୍କ ଆଗମନ କାଳରେ ଅନ୍ତରର ଭାବର ପ୍ରେରଣାରେ ଗୁରୁମୁଖରୁ ଶାସ୍ତ୍ରୀ ନିହିତ ବାତ୍ସଲ୍ୟ ରସ ସାଧୁନିଶ୍ଚିତ ମନ୍ତ୍ରକରଣ ପୂର୍ବକ ଏହାର ଚରମ ଉପଲବ୍ଧି ପାଇଁ ସେ ବ୍ୟାକୁଳ ହୋଇ ଉଠିଥିଲେ। ଗୋପାଳ ମନ୍ତ୍ରରେ ସିଦ୍ଧକାମ ଜଟାଧାରୀ ତାଙ୍କର ଏଭଳି ଆଗ୍ରହ ବୁଝିପାରି ଅତି ଆନନ୍ଦର ସହିତ ନିଜ ଇଷ୍ଟମନ୍ତ୍ରରେ ତାଙ୍କୁ ଦୀକ୍ଷିତ କରିଥିଲେ ଏବଂ ଠାକୁର ଏହି ମନ୍ତ୍ର ସହାୟତାରେ